ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା DSE 1 ପେପରର ୟୁନିଟ୍ 1 5th ସେମିଷ୍ଟର ଏଇଟା ସ୍ୱାସ୍ଥ୍ୟର ସାମାଜିକ ନିର୍ଦ୍ଧାରକକୁ କେତୋଟି ସମୂହରେ ବିଭକ୍ତ କରାଯାଇଛି ବର୍ଣ୍ଣନା କରା। ଏଇଟା ଗୋଟେ ଲଙ୍ଗ କ୍ୱେଶ୍ଚିନ୍। ସ୍ୱାସ୍ଥ୍ୟର ସାମାଜିକ ନିର୍ଦ୍ଧାରକ ବ୍ୟକ୍ତିର ବ୍ୟକ୍ତିଗତ ପରିସ୍ଥିତିକୁ ବୁଝାଇଥାଏ ଯାହା ତାର ସ୍ୱାସ୍ଥ୍ୟ ଏବଂ ସନ୍ତୁଷ୍ଟ ଓ ସୁସ୍ଥ ଅବସ୍ଥାକୁ ପ୍ରଭାବିତ କରିଥାଏ। ଏଗୁଡ଼ିକ ରାଜନୈତିକ, ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ କାରକ ଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ। ସ୍ୱାସ୍ଥ୍ୟର ସାମାଜିକ ନିର୍ଦ୍ଧାରକକୁ ମୁଖ୍ୟତଃ 5ଟି ବୃହତ ସମୂହରେ ବିଭକ୍ତ କରାଯାଇଛି। ସର୍ଟ କ୍ୱେଶ୍ଚିନ୍ ଆସିବ ସ୍ୱାସ୍ଥ୍ୟର ସାମାଜିକ ନିର୍ଦ୍ଧାରକକୁ କେତୋଟି ସମୂହରେ ବିଭକ୍ତ କରାଯାଇଛି ନା 5ଟି। ଲଙ୍ଗ କ୍ୱେଶ୍ଚିନ୍ ମଧ୍ୟ ଏଇଟା ପଡ଼େ, ତାର ସମୂହ ଗୁଡ଼ିକୁ ବର୍ଣ୍ଣନା କର। ତ ପ୍ରଥମେ କ'ଣ ଅଛି ନା ସ୍ୱାସ୍ଥ୍ୟ ସେବା। ସ୍ୱାସ୍ଥ୍ୟ ସେବା ଏହା ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ସେବା ଏବଂ ଏହାର ଉତ୍କର୍ଷର ମାତ୍ରାର ସାନ୍ନିଧ୍ୟ ଲାଭକୁ ଅନ୍ତର୍ଭୁକ୍ତ କରିଥାଏ। ଏହି କାରକ ଗୁଡ଼ିକର ଉଦାହରଣ ହେଲା କ'ଣ ନା ପ୍ରାଥମିକ ସ୍ୱାସ୍ଥ୍ୟ ସେବାର ସାନ୍ନିଧ୍ୟ ଲାଭ, ସ୍ୱାସ୍ଥ୍ୟ ବୀମା ପରିସର, ସ୍ୱାସ୍ଥ୍ୟ ସାକ୍ଷରତା। 2 ନମ୍ବର ପଏଣ୍ଟ କ'ଣ ଅଛି ନା ଅର୍ଥନୈତିକ ସ୍ଥିରତା। ଏହା ଜଣେ ବ୍ୟକ୍ତିର ଅର୍ଥ ପରିଚାଳନା ଏବଂ ତାର ସ୍ୱାସ୍ଥ୍ୟ ମଧ୍ୟରେ ଥିବା ସଂଯୋଗକୁ ସୂଚାଇଥାଏ। ଏହାର ଉଦାହରଣ କ'ଣ ନା ଦାରିଦ୍ର୍ୟ, ନିଯୁକ୍ତି, ଖାଦ୍ୟ ନିରାପତ୍ତା, ବାସଗୃହ ସ୍ଥିରତା। 3 ନମ୍ବର ପଏଣ୍ଟ କ'ଣ ଅଛି ନା ଶିକ୍ଷା। ଏହି ସମୂହ ଏକ ବ୍ୟକ୍ତିର ଶିକ୍ଷା ଏବଂ ଏହାର ଗୁଣବତ୍ତା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟରେ ଥିବା ସମ୍ପର୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ଉଦାହରଣ ସ୍ୱରୂପ କ'ଣ ନା ମାଧ୍ୟମିକ ଶିକ୍ଷା, ଉଚ୍ଚ ଶିକ୍ଷା, ଭାଷା ଏବଂ ସାକ୍ଷରତା, ବାଲ୍ୟାବସ୍ଥା ବିକାଶ। 4 ନମ୍ବର ପଏଣ୍ଟ କ'ଣ ଅଛି ନା ସାମାଜିକ ଏବଂ ସାମୂହିକ ଜୀବନ। ଏହି ବିଭାଗ କିପରି ଏକ ବ୍ୟକ୍ତି ବଞ୍ଚେ, କାର୍ଯ୍ୟ କରେ, ଖେଳେ ଏବଂ ଶିଖେ ଏବଂ ଏଗୁଡ଼ିକ କିପରି ବ୍ୟକ୍ତିର ସ୍ୱାସ୍ଥ୍ୟକୁ ସମ୍ପୃକ୍ତ କରିଥାଏ ତାହା ଉପରେ ଦୃଷ୍ଟି ଦେଇଥାଏ। ଏହି କାରକର ଉଦାହରଣ କ'ଣ ନା ନାଗରିକ ଅଂଶଗ୍ରହଣ, ଭେଦଭାବ, କାରାବାସ ଏକ କାର୍ଯ୍ୟସ୍ଥଳୀ ଭିତରେ ଥିବା ଅବସ୍ଥାକୁ ବୁଝାଇଥାଏ। 5 ନମ୍ବର ପଏଣ୍ଟ କ'ଣ ଅଛି ନା ଲାଷ୍ଟ ପଡ଼ୋଶୀ ମଣ୍ଡଳୀ। ଏହି ସମୂହ ଜଣେ ବ୍ୟକ୍ତିର ବାସଗୃହ ଏବଂ ପରିବେଶ ଏବଂ ବ୍ୟକ୍ତିର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଗୁଡ଼ିକର ଭୂମିକାକୁ ବିଚାରକୁ ନେଇଥାଏ। କାରକ ଗୁଡ଼ିକର ଉଦାହରଣ କ'ଣ ନା ବାସଗୃହର ଗୁଣବତ୍ତା, ପରିବହନ, ଜଳର ମାନ, ଅପରାଧ ଓ ହିଂସା। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଯାହା ବି ଡାଉଟ୍ ଅଛି କମେଣ୍ଟ ବକ୍ସରେ ଲେଖନ୍ତୁ। ଏଇଟା ଗୋଟେ ଲଙ୍ଗ କ୍ୱେଶ୍ଚିନ୍, ଏକ୍ଜାମ୍ ମଧ୍ୟ ଆସିବ।